ओम कृष्ण मधुसूदन वासुदेव जनार्दन। ओम हेउची सर्वश्रेष्ठ मंत्र। कृष्ण होउचंती अवतारी ओ अवतार। मधुसूदन होउचंती मंगलमय। वासुदेव होउचंती माने मुक्तिर प्रतीक होउचंती वासुदेव। जनार्दन होउचंती जे आमको बंचेई रखिचंती, अन्न दान करुचंती। ये मंत्रटी प्राची तटर नयाहाट निकटस्थ मधुसूदन द्वारा अखंड नाम परिणत है। गोटे बायांकर गोटे छोट गप कहूँ। गोटे शुआ थिला, से पूर्वजन्म रे बहुत पाप अर्जन करितला। एई पाप अर्जन करिथिबा लोकटी गोटे शुआ जन्म पाइला। ठीक से समय रे एठी गोटे वेश्यावृत्ति करिथिबा गोटे माटी से वेश्यावृत्ति कर चलुला। दिने यही वेश्यावृत्ति करुथिबा माटी चिंता कला जे मु केमिटी ये वेश्यावृत्ति करुची, ये पापरू मु केमिटी मुक्ति हेबी। भगवान कर संजोग एक स्वतंत्र, से लीला को बुझिबा कष्ट। किछि समय परे गोटे शुआ आसिकरी ता घरे प्रवेश कला। से शुआटी की देखिकी ये माटी से शुआटी की धइला, ताकू गोटे पंजरी भीतर रखिला अति जत्न रे।
ସିଏ ତ ଜାଣିନେଇ ଏଟା ଜଣେ ପାପୀ ଲୋକ ଶୁଆ ହେଇଛି ବୋଲି। ଶୁଆ ପାଖରେ ଇଏ ଆମ ବେଶ୍ୟାଟି ସବୁବେଳେ ରାମ 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 ରାମଙ୍କର ମନ୍ତ୍ର ପଢ଼େ। ଶୁଆ ତାକୁ ଶୁଣିକିରି ସେ ରାମ ରାମ ମନ୍ତ୍ର ଜପ କରିବାରେ ଲାଗିଲା। ଶୁଆ ବି ରାମ ରାମ କହିଲା, ଇଏ ବେଶ୍ୟା ମାଟି ବି ରାମ ରାମ କହିଲା। ଏମିତି ଗୋଟେ ସମୟ ଆସିଲା, ଗୋଟିଏ ଦିନ ଦୁଇ ଜଣଙ୍କର ମୃତ୍ୟୁ ହେଲା। ଶୁଆର ମୃତ୍ୟୁ ହେଲା ଏବଂ ବେଶ୍ୟା ମାଟିର ମୃତ୍ୟୁ ହେଲା। ଯମଦୂତ ଓ ବିଷ୍ଣୁଦୂତ ଉଭୟ ଆସିଲେ। ଯମଦୂତ ମାନେ କହିଲେ, ଇଏ ଶୁଆ ପୂର୍ବ ଜନ୍ମରେ ମା ଅତ୍ୟାଚାରୀ ଥିଲା, ଇଏ ଯମପୁରକୁ ଯିବ। ଆଉ ଇଏ ବେଶ୍ୟାବୃତ୍ତି କରି ଚଳୁଥିଲା, ଇଏ ବି ଯମପୁରକୁ ଯିବ। ବିଷ୍ଣୁଦୂତ ମାନେ କହିଲେ, ନା ଆମେ ଏ ଦୁଇ ଜଣକୁ ବୈକୁଣ୍ଠକୁ। ଉଭୟଙ୍କ ଭିତରେ ଯୁଦ୍ଧ ହେଲା। ଯୁଦ୍ଧରେ ଯମଦୂତ ମାନେ ହାରିଲେ। ସିଏ ଯମରାଜାଙ୍କ ପାଖରେ ପହଞ୍ଚିକିରି କହିଲେ, ଆପଣ ସୂର୍ଯ୍ୟଙ୍କର ପୁତ୍ର, ଆପଣ ଆଜି ହାରିଗଲେ। ଆମେ ହାରିଲୁ ମାନେ ଆପଣ ହାରିଲେ। କଥା କ'ଣ? ସେ କଥାଟିକୁ ସେମାନେ ଯମରାଜାଙ୍କ ପାଖରେ ଯେତେବେଳେ କହିଲେ, ଯମରାଜା କହିଲେ, ନା ତୁମେ ଭୁଲ କରିଛ। ମୃତ୍ୟୁ ପୂର୍ବରୁ ବେଶ୍ୟା ରାମ ରାମ ଜପ କରିଛି। ଶୁଆ ମଧ୍ୟ ରାମ ରାମ ଜପ କରୁ କରୁ ତାର ମଧ୍ୟ ମୃତ୍ୟୁ ହେଇଛି। এই ପବିତ୍ର ରାମ ନାମ ଉଭୟଙ୍କୁ ମୁକ୍ତିର ରାସ୍ତା ଦେଖେଇଛି। ତେଣୁ ତୁମେ ସେମାନଙ୍କୁ ଦଣ୍ଡିତ କରିବା ତୁମର ଅଧିକାର। ଏଠି କହିବାର ଉଦ୍ଦେଶ୍ୟ ହେଉଛି, ଆମେ ଯଦି ମନେ କରାଯାଉ ଆମେ ଯଦି ଖରାପ ମଣିଷ, ଜୀବନରେ ଭୁଲ ତ୍ରୁଟି ଆମମାନଙ୍କ ଜୀବନରେ ଆସୁଛି, ଆସିବ ମଧ୍ୟ। ଆମେ ଯଦି ଭୁଲ ମଣିଷ, ତାହେଲେ ପବିତ୍ର ରାମ ନାମ ଯଦି ଆମେ କରିବା, ଯଦି ଆମେ ଭଗବାନଙ୍କର ନାମ ନବା, ନିଜର ଭୁଲ ପାଇଁ ଆମେ ଅନୁତାପ କରିବା ଯେ ଏଭଳି ଭୁଲ କରିବା ଉଚିତ ନୁହେଁ। ଏଇ କଥାଟାକୁ ଯଦି ମନ ଭିତରେ ନେବା, ତାହେଲେ ଆମେ ନିଶ୍ଚିତ ଉଦ୍ଧାର ପାଇବା। ଖାଲି ଆମେ ଉଦ୍ଧାର ପାଇବାନି, ଆମ ସହିତ ଯିଏ ସଂଯୋଗ ବା ଯୋଗସୂତ୍ର ରକ୍ଷା କରିବେ, ସିଏ ମଧ୍ୟ ଉଦ୍ଧାର ହେବେ। ତେଣୁ ଭଲ ଲୋକଙ୍କ ପାଖରେ ବସିବା, ସେ ପାପୀ ହେଇପାରେ, ସେ ବର୍ତ୍ତମାନ ଭଲ ଲୋକ ହେଇଯାଇଛି। ତାର ସଂସ୍ପର୍ଶରେ ଆସିବା, ତାର କଥାକୁ ମନ ଦେଇ ଶୁଣିବା, ତାକୁ ପାଳିବା। ତେଣୁ ଏଇ ଯେଉଁ ସତ୍ସଙ୍ଗ, ସୁସଙ୍ଗ ମଣିଷ କରିବ,
ନିଶ୍ଚିତ ଭାବରେ ସେ ମଣିଷଟି ଉଦ୍ଧାର ହେବ। ମୋର ଦେଖିବାରେ ଗୋଟିଏ ବ୍ୟକ୍ତି ସେ ମାଳିଘର ବ୍ୟକ୍ତି, ସେ ପାଲା ବହୁତ ସୁନ୍ଦର ପାଲା ଗାଉଥିଲେ, ଫୁଲମାଳ ବିକ୍ରି କରୁଥିଲେ। ତାଙ୍କର କିଛି ଯଜମାନ ଥିଲା, ସେ ଫୁଲମାଳ ଦିଅନ୍ତି। ତାଙ୍କ ପାଖରେ ବସିଲେ ବିଭିନ୍ନ ପ୍ରକାରର ମାନେ ଶାସ୍ତ୍ରୀୟ ଆଲୋଚନା ମଧ୍ୟ ହୁଏ, କିନ୍ତୁ ଅତ୍ୟନ୍ତ ଗରିବ। ତେଣୁ କଥା ଗୁଡ଼ାକ ଶୁଣିଲେ କେହି ଭାବିବନି ଯେ ଏ ଜଣେ ଗରିବ, ଧନହୀନ ଗରିବ, ମନହୀନ ଗରିବ ନୁହେଁ। ତାଙ୍କର 2-3ଟି ଜାଗା ଥିଲା, ସେ ଘରେ ବେଶୀ ରହିପାରୁନଥିଲେ। କାରଣ ଘରେ ତାଙ୍କର ଖାଦ୍ୟପେୟର ଟିକେ ଚଟକ ଦରକାର, ମାନେ ଭଲ, ତାକୁ ସେ ପାଉନଥିଲେ, ତେଣୁ ସେ ଖାଉନଥିଲେ। ସେ ଦୁଇଟି ଘର ମୋ ଜାଣିବାରେ ସେ ଆସି ସନ୍ଧ୍ୟାବେଳେ ଫୁଲ ଲୋକଙ୍କୁ ଦେବେ। ଏଇ ଶିଶୁ ଅନନ୍ତ ଆଶ୍ରମର ସେ ମଧ୍ୟ ମାଳି ଥିଲେ, ସେ ଗୁରୁ ଗ୍ରହଣ କରିଥିଲେ। ତାଙ୍କର ଗୁରୁ ହେଉଛନ୍ତି କ୍ଷମାନିଧି ପରମହଂସ। ଦୟାନିଧି ପରମହଂସଙ୍କର ଶିଷ୍ୟ କ୍ଷମାନିଧି ପରମହଂସ। ସେ କ୍ଷମାନିଧିଙ୍କ ଠାରୁ ଦୀକ୍ଷା ବି ନେଇ, ସେ ଭାଗବତ ସନ୍ଧ୍ୟାବେଳେ ଆସି ପହଞ୍ଚିଲେ ଭାଗବତ ଅଧ୍ୟାୟ ପଢ଼ା ହେବ। ତାକୁ ସେ ଭଲ ଭାବରେ ବୁଝେଇବେ। ସେ ବୁଝେଇ ପାରନ୍ତି ଆଉ ବୁଝାନ୍ତି ଆଉ। ଭଜନ ଯଦି ଗାଇବେ, ସୁନ୍ଦର ଭଜନ ଗାଇବେ। ଏଇଭଳି ତାଙ୍କର ଆଚରଣ ଥିଲା। କିନ୍ତୁ ଭାଗବତ ଏ ପାଖରେ ପଢ଼ା ହେଉଥିବ, ସେ ପାଖରେ ଗୋଟିଏ କୁକୁଡ଼ା ନିଶ୍ଚୟ, ସେତେବେଳେ ବ୍ରଏଲର କୁକୁଡ଼ା ନଥିଲା, ଦେଶୀ କୁକୁଡ଼ାଟିଏ ମରା ହେଇ ଝୋଳ ଟିକେ ହେବ, କୁକୁଡ଼ା ତରକାରୀ, ଭାତ। ଭାଗବତ ପଢ଼ା ସରିବ, ସେ ତାକୁ ଖାଇବେ, ଶୋଇବେ। ଗଞ୍ଜେଇ ବି ଟାଣନ୍ତି। ମୁଁ ଏସବୁ କଥା ଶୁଣି ମୋ ମନ ଭିତରେ ଭାବେ, ଭାଗବତ ପଢ଼ୁଛନ୍ତି, ଆରେ କୁକୁଡ଼ା ଝୋଳ ଖାଉଛନ୍ତି, ଆରେ ଗଞ୍ଜେଇ ଟାଣୁଛନ୍ତି। ଇଏ ଲୋକଟି ବଡ଼ ଅଦ୍ଭୁତ ଲୋକ। କିନ୍ତୁ ଏଭଳି ଏକ ସମୟ ଆସିଲା, ତାଙ୍କର ଗୁରୁ ହେଉଛନ୍ତି ଅବଧୂତ ସମ୍ପ୍ରଦାୟ। ତାଙ୍କର ଆମିଷ ଖାଇବାର ବିଧି ଅଛି। ଏ ପାଖରେ ଆମିଷ ଖାଉଛନ୍ତି, ଗଞ୍ଜେଇ ବି ଟାଣୁଛନ୍ତି। ଗଞ୍ଜେଇ ଟାଣୁଛନ୍ତି ଭଜନ ଗାଇବେ ବୋଲି, ଗଞ୍ଜେଇ ଟାଣୁଛନ୍ତି ଭାଗବତକୁ ମନରେ ଶୁଣିବେ ବୋଲି। ତା ଭିତରେ ତାଙ୍କର କ'ଣ ମାନେ ଗୁରୁ ପ୍ରୀତି ବା ଭାଗବତ ପ୍ରୀତି ବା ଭଗବତ ପ୍ରୀତି ଜନ୍ମଗଲା। ଅତି ସୁନ୍ଦର ଭାବରେ ତାଙ୍କର ଜୀବନ ଦୀପ ଲିଭିଗଲା। ତାଙ୍କୁ ମନେ ମନେ ବଳିଆ ଭାବେ ଯେ ଆମେ ଯେଉଁ ଖାଦ୍ୟପେୟକୁ ଗୁରୁତ୍ୱ ଦେଉଛେ, ଖାଦ୍ୟପେୟର ପ୍ରଭାବ ଅଛି। କିନ୍ତୁ ଜୀବ ହିଂସା କରିବା ଇଏ ଭୁଲ। କିନ୍ତୁ ଜୀବ ଚାହୁଁଛି ଯେ ମୋତେ ମାରିକିରି ତୁମେ ମୋ ମାଂସ ଖାଅ, ଖାଇଲେ ମୁଁ କେମିତି ଉଦ୍ଧାର ହେବି? ତମେ ଯଦି ମୋ ମାଂସ ଖାଇବନି,
ଜୀବ ମାରିଣ ମାଂସ ଖାଇ ସେ ଜୀବ କୃତାର୍ଥ ଭାଇ। ତମେ ମୋତେ ମୋର ମାଂସ ଖାଇଲେ ମୁଁ ଉଦ୍ଧାର ହେବି। ତୁମେ ତମର ପାପକୁ ନରକରେ ପଡ଼ିବ କି ପାପରେ ପଡ଼ିବ ସେ କଥା ମୁଁ ଜାଣେ ନା, କିନ୍ତୁ ହେ ମଣିଷ ତମେ ମୋତେ ଉଦ୍ଧାର କର। ତେଣୁ ଭଗବାନଙ୍କର ଏଇ ଯେଉଁ ସମ୍ବିଧାନ ସେ ଏତେ ବିରାଟ, ତାକୁ କେଉଁ ଗୋଟାକ ଭୁଲ କେଉଁ ଗୋଟାକ ଠିକ୍ ଆମେ କହିପାରିବାନି। ଆମେ ଗୋଟିଏ ପଟ କହିବା, ତମେ ଜୀବ ମାରୁଛ ତମେ ଅପରାଧ। ଯେଉଁ ଜୀବଟିକି ତମେ ମାଇଲ ତମକୁ ସେଇ ଜୀବଟି ଆଗରୁ ମାରିଥିଲା। ଯଦି ମାରିଥିବ ତମେ ସେ ଜୀବଟିକି ଏବେ ମାଇଲ, ଆଉ ତ ପାପ ରହିଲା କେଉଁଠି? ତେଣୁ ଇଏ ଭଗବାନଙ୍କର ଇଏ ବିରାଟ ସମ୍ବିଧାନକୁ ଆମ ଅଳ୍ପାୟୁଷ ମଣିଷମାନେ ରିସର୍ଚ୍ଚ ଖାଲି କରୁଛନ୍ତି। କିଏ କହୁଛି ଆମିଷ ଖାଅ, କିଏ କହୁଛି ଆମିଷ ଖାଅ, କିଏ କହୁଛି ପିଆଜ ରସୁଣ ଖାଅ ନା, କିଏ ଆରେ ପିଆଜ ରସୁଣ କ'ଣ ଦୋଷ କଲା? ତେଣୁ ଯେଉଁମାନେ ପିଆଜ ରସୁଣ ଖାଇଛନ୍ତି ସେମାନେ ତ ବଡ଼ ବଡ଼ ମହାପୁରୁଷ ହେଇପାରିଛନ୍ତି। ତେଣୁ ଆମ ଗୁରୁ ଆମକୁ ଯାହା ଶିକ୍ଷା ଦେଇଛନ୍ତି ଆମେ ତାକୁ ପାଳନ କରିବା। ତାର ଅର୍ଥ ନୁହେଁ ଏଇଟା ଭୁଲ ସେଇଟା ଠିକ୍, ସେ କଥା ବିଚାର କରିବାର ଶକ୍ତି ଆମର ନାହିଁ, ସାମର୍ଥ୍ୟ ମଧ୍ୟ ନାହିଁ। ତେଣୁ ଭୁଲ ଓ ଠିକ୍ର ବିଚାର ଯିଏ କରନ୍ତି ତାଙ୍କ ସହିତ ଆମର କି କାହାର ଦେଖା ବି ହୁଏନି। କେହି କେହି ଭାଗ୍ୟବାନ ସାଧକ ତାଙ୍କୁ ଅନୁଭବ କରିଛନ୍ତି। ଏମିତି ବସିକିରି ଦୁଃଖ ସୁଖ ବି ହେଇନାହାନ୍ତି, ଅନୁଭବ କରିଛନ୍ତି। ତେଣୁ ଶେଷର ଭାଗବତର ସେଇ ଶେଷ କଥା, ଜୀବର ଗତି ଅନୁଭବ ଉଦ୍ଧବେ କହିଲେ ବାରବ। ରାମକୃଷ୍ଣ ମିଶନ ପୃଥିବୀର 1 ନମ୍ବର ମିଶନ। ସେମାନେ ଆମିଷ ଖାଆନ୍ତି। ଦୟାନିଧି ପରମହଂସ ଆମିଷ ଖାଆନ୍ତି। କ୍ଷମାନିଧି ପରମହଂସ ଆମିଷ ଖାଆନ୍ତି। ଯଶୋବନ୍ତ ଅଧିକାରୀ, କ୍ଷେତ୍ରମୋହନ ଏମାନେ ସମସ୍ତେ ଆମିଷ ଖାଆନ୍ତି। ଏଇଭଳି ଭାବରେ ଆସାମର ଶଙ୍କରଦେବ ବୈଷ୍ଣବୀୟ ତତ୍ତ୍ୱରେ ରହିକି ମଧ୍ୟ ସେମାନେ ଆମିଷ ଖାଆନ୍ତି। ପିଆଜ ରସୁଣ ଦକ୍ଷିଣ ଭାରତର ଅନେକ ମହାପୁରୁଷଙ୍କ ଆଶ୍ରମରେ ପିଆଜ ରସୁଣ ଆମିଷ ଖାଆନ୍ତି। ଏଠି ଅନେକ ଗୁରୁକ୍ଷେତ୍ର ରହିଛି, ପିଆଜ ରସୁଣ ସୁଦ୍ଧା ବନ୍ଦ। ତେବେ କେଉଁଟା ଠିକ୍ କେଉଁଟା ଭୁଲ ସେଇ ପ୍ରଭୁଙ୍କ ପାଦପଦ୍ମରେ ସମର୍ପଣ କରି ବଳିଆ ନିଜକୁ ସେଇ ଗୁରୁ କିଙ୍କର ପ୍ରଭୁ କିଙ୍କର ହେଇ ରହିଛି। ଏବଂ କ'ଣ ଖାଉଛ ଖାଅ, କ'ଣ ପିନ୍ଧୁଛ ପିନ୍ଧ, କିନ୍ତୁ ଭଲ ମନର ମଣିଷ ହୁଅ, ଭଲ ମଣିଷ ପାଖରେ ବସ ଏବଂ ଭଗବତ ନାମରେ ବିଶ୍ୱାସ ରଖ, ଭଜନ କର। ଏତିକି ହେଉଛି ବଢ଼ିଆର ନିବେଦନ। ଆମେ ବର୍ତ୍ତମାନ ବୈକୁଣ୍ଠଙ୍କର ଗୋଟିଏ ସଙ୍ଗୀତ ମଧୁଙ୍କର। ପୂର୍ବଟା କ'ଣ ଗାଇଥିଲ? ଏବେ କାହାର ଗାଇବ? ଏବେ ମଧୁଙ୍କର ଗାଇବ? ନାଇଁ, ମଧୁଙ୍କର ତ ଗାୟା ହେଇଛି। ଏବେ ଜୟ ଗୁରୁ ବୈକୁଣ୍ଠଙ୍କର ବର।